कि अब लड़कियां लाते हैं 25 साल की। जी। अब 25 साल की लड़की 4 जगह वो मुंह मार चुकी हो। मथुरा में कथावाचक अनिरुद्धाचार्य के खिलाफ प्रदर्शन। लड़कियों पर अभद्र टिप्पणी के आरोप में हल्ला बोल। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ ଆପଣମାନଙ୍କୁ ମୁଁ ଗୋଟେ ଗୁଡ୍ ନ୍ୟୁଜ୍ ଦେବା ପାଇଁ ଚାହୁଁଅଛି। ମୁଁ ତ ଗୁଡ୍ ନ୍ୟୁଜ୍ ଦେବି, କିନ୍ତୁ ଏଇଟା ଆପଣଙ୍କ ନିମନ୍ତେ ଗୁଡ୍ ନ୍ୟୁଜ୍ କି ନୁହେଁ ତାହା ମୁଁ ଜାଣେ ନାହିଁ। ତଥାପି ଏକ ନ୍ୟୁଜ୍ ମୁଁ ଆପଣଙ୍କୁ ଦେବା ପାଇଁ ଚାହୁଁଅଛି। ଆପଣ ଅନିରୁଦ୍ଧ ଆଚାର୍ଯ୍ୟ ବାବାଙ୍କୁ ଆପଣ ନିହାତି ଜାଣିଥିବେ। ଆଉ ଯଦି ଜାଣିନାହାନ୍ତି ତେବେ ମୁଁ ଜଣାଇ ଦେଉଛି, ଜାଣିଛନ୍ତି ଯଦି ଠିକ୍ ଅଛି। ଏଇ ଯେଉଁ ଅନିରୁଦ୍ଧ ଆଚାର୍ଯ୍ୟ, ଇଏ ହେଉଛି 1 ନମ୍ବର ଖ୍ରୀଷ୍ଟିଆନ ବିରୋଧୀ ବାବା। ଇଏ କ'ଣ କରେ ନା, ସବୁବେଳେ ତା'ର ସନାତନ ଧର୍ମକୁ ଉପରେ ରଖିବା ପାଇଁ ଚେଷ୍ଟା କରେ। ଅନ୍ୟ ଯେତେ ଧର୍ମ ଅଛି ପାଦ ତଳେ ଦବେଇକି ରଖିବା ପାଇଁ ଚେଷ୍ଟା କରେ। ଆଉ ଇଏ ସବୁବେଳେ କହେ ଯେ ଆମର ସନାତନ ଧର୍ମ ବଡ଼, ଆମର ଧର୍ମରେ କୌଣସି ବିଜ୍ଞାନ ଅଛି। କିନ୍ତୁ ୟାର ଯେଉଁ ଧର୍ମଶାସ୍ତ୍ରରେ କେତେ ବିଜ୍ଞାନ ଅଛି, କେତେ ଜ୍ଞାନ ଅଛି, ସେଇଟା ଆମକୁ ଭଲ ଭାବରେ ଜଣା। ଆମକୁ ପାଠ ପଢ଼ାଇଲେ କିଛି ଲାଭ ନାହିଁ। ଆଉ ଏ ଖ୍ରୀଷ୍ଟିଆନିଟି ବିରୁଦ୍ଧରେ, ଧର୍ମ ପରିବର୍ତ୍ତନ ବିରୁଦ୍ଧରେ, ଆଉ ଇଏ ଅନେକ ପ୍ରକାର ମନ୍ତବ୍ୟ ସେ ଦେଇଛି। ମାନେ ଇଏ ହେଉଛି, ଯେତେ ବି ବାବା ଅଛନ୍ତି, ଖ୍ରୀଷ୍ଟିଆନ ବିରୋଧୀ ବାବା ଅଛନ୍ତି, ତା ମଧ୍ୟରୁ ଇଏ ହେଉଛି ପ୍ରଧାନ। ଇଏ ଅନିରୁଦ୍ଧ ଆଚାର୍ଯ୍ୟ ତା'ର ଭାଷଣରେ, ତା'ର ପ୍ରବଚନରେ କେତେବେଳେ ନା କେତେବେଳେ ଇଏ ବେଳେବେଳେ କ'ଣ କରେ, ଖ୍ରୀଷ୍ଟିଆନିଟିକୁ ପୁରେଇ ଦେଇକି ଖ୍ରୀଷ୍ଟିଆନିଟିକୁ ନିନ୍ଦା କରିବା ପାଇଁ ଚେଷ୍ଟା କରେ। କିନ୍ତୁ ପ୍ରିୟ ବନ୍ଧୁଗଣ, ଆମ୍ଭେମାନେ କ'ଣ କରିବା କ'ଣ ନାହିଁ ସେଇଟା ଅଲଗା ବିଷୟ ଅଟେ। ବର୍ତ୍ତମାନ ଏ ବାବା ତାଙ୍କର ବ୍ୟାଣ୍ଡ ବାଜିବାକୁ ଯାଉଛି। ଆପଣ ଜାଣିଛନ୍ତି, ଏ ବାବାର ବାଜିବ ବ୍ୟାଣ୍ଡ। କେମିତି ବାଜିବ? ଏଇ ବାବା ବର୍ତ୍ତମାନ ଜେଲ୍ ଯିବ। ଏଇ ବାବାଙ୍କ ଉପରେ ହେଇଯାଇଛି FIR, ମାନେ କେସ୍ ହେଇଯାଇଛି। କେସ୍ ହେବାର କାରଣ ହେଉଛି ଏଇ ବାବା ଜଣକ ଏମିତି କିଛି ମାନେ ଷ୍ଟେଟମେଣ୍ଟ ଦେଇଛନ୍ତି, ତାଙ୍କର ମାନେ କଥାରେ ଏମିତି କିଛି ଷ୍ଟେଟମେଣ୍ଟ ଦେଇଛନ୍ତି ଯାହାଫଳରେ ତାଙ୍କୁ ଏବେ ଜେଲ୍ ଯିବାକୁ ପଡ଼ିବ। ତାଙ୍କ ନାଁରେ FIR ହେଇଯାଇଛି। अब लड़कियां लाते हैं 25 साल की। जी। अब 25 साल की लड़की 4 जगह वो मुंह मार चुकी होती है। सब नहीं पर बहुत। और वो 25 साल की जब तक आती है तो पूरी जवान होके आती है। जब जवान होके आएगी तो स्वाभाविक है कि वो अपनी जवानी कहीं ना कहीं तो वो उसकी जवानी फिसल जाएगी या जाएगी। एक धार्मिक कार्यक्रम के मंच से दिया गया ये कथित बयान अब सोशल मीडिया पर आग की तरह फैल रहा है और लोगों का गुस्सा 7वें आसमान पर है। खासकर महिलाओं में इस बात को लेकर जबरदस्त आक्रोश है। मथुरा की महिला वकीलों ने तो सीधे SSP से मिलकर FIR की मांग कर दी है। बात अब केवल धार्मिक बयान तक नहीं रही, बल्कि इसे महिला सम्मान और समाज में फैली जहरीली सोच से जोड़कर देखा जा रहा है। नमस्कार, मेरा नाम है खुशी सक्सेना और आप देख रहे हैं ABP लाइव। जब कोई धार्मिक मंच से ऐसा कुछ कहे जो सीधा सीधा महिलाओं की गरिमा पर चोट करता हो, तो क्या होना चाहिए? यही हुआ है भागवताचार्य अनिरुद्धाचार्य के साथ। उनका एक वीडियो सोशल मीडिया पर वायरल हो गया है, जिसमें वो महिलाओं को लेकर कुछ ऐसा बोलते दिख रहे हैं जिसने बवाल मचा दिया है। इस वीडियो में उन्होंने जो कुछ कहा वो इतना आपत्तिजनक था कि मथुरा की महिला वकील भड़क गई हैं। बार एसोसिएशन की महिला अधिवक्ताओं ने पूरे दम के साथ इस बयान का विरोध किया है और सीधे SSP श्लोक कुमार के पास जाकर मांग रख दी। ଆଉ FIR କଲା କିଏ? କିଛି ଲେଡ଼ିସ୍। ଆପଣ ଏତିକି ବୁଝି ନିଅନ୍ତୁ। ଆଉ ସେମାନେ ୟା ନାଁରେ କ'ଣ କରିଛନ୍ତି? କେସ୍ କରିଛନ୍ତି। କାରଣ ବିଗତ ଦିନରେ ଇଏ କ'ଣ କରିଛି ନା, ଗୋଟେ ଝିଅ ପିଲାକୁ ନେଇକି, ତା'ର ଚରିତ୍ରକୁ ନେଇକି, ମାନେ ପ୍ରବଚନରେ ସେ କ'ଣ କରିଛି,
ମାନେ ପୁରା ଭାଇରାଲ୍ କରିଦେଇଛି। ସେ ଝିଅ ଏମିତି ସେମିତି। ଆଉ ଯେତେବେଳେ ପ୍ରିୟ ବନ୍ଧୁଗଣ ଗୋଟେ ଝିଅର ଚରିତ୍ର ଉପରକୁ ଆସେ, ଆକ୍ଷେପ କରାଯାଏ ଗୋଟେ ଝିଅର ଚରିତ୍ରକୁ, ସେତେବେଳେ ଆପଣ ଜାଣିପାରୁଥିବେ ସେ ଝିଅକୁ କେତେ କଷ୍ଟ ହେଉଥିବ। ଆଉ ଏଇ ବାବା ତ ପୁରା ଏକରେ ହେଉଛି ଇଣ୍ଡିଆ ଫେମସ୍ ବାବା, 2 ନମ୍ବରରେ ଇଏ ଶୃଗାଳ ଠାରୁ ମଧ୍ୟ ଆହୁରି ଚତୁର। ଇଏ କଥାକୁ ବୁଲେଇବାରେ ଫାଙ୍କିବାରେ ଇଏ PhD କରିକି ରଖିଛି ଅନିରୁଦ୍ଧ ଆଚାର୍ଯ୍ୟ। ଆଉ ଇଏ କ'ଣ କରୁଛି ନା ବର୍ତ୍ତମାନ ତ ପୁରା ଭୟଙ୍କର ଭାବରେ ଫସିଯାଇଛି। ଆଉ ୟାର ଜ୍ଞାନ ୟାର ବୁଦ୍ଧି ମଧ୍ୟ କୌଣସି କାମରେ ଆସିବ ନାହିଁ, କାରଣ ଇଏ ଯାହା ଯାହା ଷ୍ଟେଟମେଣ୍ଟ ଦେଇଛି ତାହା ମଧ୍ୟ ରେକର୍ଡ଼ ହେଇକି ଅଛି ସୋସିଆଲ ମିଡ଼ିଆରେ। ତେଣୁ ଇଏ କେବେ ବି କହିପାରିବନି ଯେ ମୁଁ ଏ କଥା କହିନି ବୋଲି। ଆଉ ହୁଏତ ୟାର ଯେତେ ଅନ୍ଧଭକ୍ତମାନେ ଅଛନ୍ତି ସେମାନେ କହିପାରନ୍ତି ଯେ ଏଇଟା ହେଉଛି ଫେକ୍ ଭିଡ଼ିଓ, ଆଉ ବାବାଙ୍କୁ ବଦନାମ କରିବା ପାଇଁ ଏ ଭିଡ଼ିଓଟା ବନା ହେଇଛି। ଆଉ ଏଇଟା ହେଉଛି AI ଆପ୍ରେ ଏଇଟା ଏଡ଼ିଟିଂ କରାହେଇଛି ଏମିତି କହିପାରନ୍ତି। ଯେମିତିକି ବଜେନ୍ଦ୍ର ସିଂର ଅନ୍ଧଭକ୍ତମାନେ କହିଥିଲେ ଯେ ଏଇଟା ହେଉଛି AI ଭିଡ଼ିଓ ବୋଲି, ସେମିତି ୟାର ଅନ୍ଧଭକ୍ତମାନେ ମଧ୍ୟ କହିପାରନ୍ତି ଏଇଟା ହେଉଛି AI ଭିଡ଼ିଓ। କିନ୍ତୁ ଯେତେବେଳେ କୋର୍ଟରେ ଯାଞ୍ଚ କରାହେବ ସେ ଭିଡ଼ିଓ ଅରିଜିନାଲ୍ ନା ଡୁପ୍ଲିକେଟ୍ କି AI ଜେନେରେଟେଡ଼୍ ଭିଡ଼ିଓ, ତାପରେ ଜଣାପଡ଼ିବ। ଆଉ ସେତେବେଳେ ଖସିଯିବାର କୌଣସି ଉପାୟ ନାହିଁ। ଆଜିକାଲି ଟେକ୍ନୋଲୋଜି ଏତେ ଆଡ଼ଭାନ୍ସ ହେଲାଣି, ଜଣେ ଖସି ପାରିବନି, କୌଣସି ଏକ ଅପରାଧୀ ଏତେ ସହଜରେ ଖସିକି ଯାଇପାରିବ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଆଉ ବର୍ତ୍ତମାନ ଅନିରୁଦ୍ଧ ଆଚାର୍ଯ୍ୟର ମାନେ ହାଲତ ପୁରା ଖରାପ। ଏ ଯେଉଁ ଖ୍ରୀଷ୍ଟିଆନ ବିରୋଧୀ ବାବା ଅନିରୁଦ୍ଧ ଆଚାର୍ଯ୍ୟ, ଆଉ ୟା ପରେ ପରେ ଅନ୍ୟମାନଙ୍କର ପାଳି ଆସୁଛି। କାରଣ ଆମେ ସିନା କିଛି କରିବୁ ନାହିଁ, କିନ୍ତୁ ଯେ ସତ୍ୟ ପରମେଶ୍ୱର ଯିଏ ଅଛନ୍ତି, ଇଏ ଆଜି ପର୍ଯ୍ୟନ୍ତ ଖ୍ରୀଷ୍ଟିଆନିଟି ବିରୁଦ୍ଧରେ ଯେତେ ବି କଥା କହିଛି, ଆଉ ସେଥିପାଇଁ ଈଶ୍ୱରଙ୍କ ଦଣ୍ଡ ତ ନିଶ୍ଚୟ ଅଛି। ଆଉ ଲୋକ କହନ୍ତି ଈଶ୍ୱରଙ୍କର ଯେଉଁ ଲାଠି ଥାଏ ସେ ଲାଠିରେ କୌଣସି ଆୱାଜ ନଥାଏ ବା ଶବ୍ଦ ହୁଏନି ମାଡ଼ ମାରିଲେ, କିନ୍ତୁ ସେଇ ମାଡ଼ ଏତେ ଭୟଙ୍କର ଆଜି ପର୍ଯ୍ୟନ୍ତ କେହି ମଧ୍ୟ ତିଷ୍ଠି ପାରିନି, ଈଶ୍ୱରଙ୍କର ମାଡ଼ରୁ ବର୍ତ୍ତି ପାରିନି। ତେବେ ସେ ଯାହା ହେଉ, ଖ୍ରୀଷ୍ଟିଆନିଟି ବିରୁଦ୍ଧରେ, ଯୀଶୁଙ୍କ ବିରୁଦ୍ଧରେ ବାରମ୍ବାର ବିଷ ବାହାର କରୁଥିବା ବା କଥା କହୁଥିବା ଜଣେ ଭଣ୍ଡ ବାବା ଆଜି ଜେଲ୍ ଯାଉଛନ୍ତି। ଏବଂ ତାଙ୍କୁ କେଉଁମାନେ ଜେଲ୍ ନେଉଛନ୍ତି, ତାଙ୍କ ବିରୁଦ୍ଧରେ କେଉଁମାନେ କେସ୍ କରିଛନ୍ତି? ଆମର ଖ୍ରୀଷ୍ଟିଆନ ମାନେ ନୁହନ୍ତି ପ୍ରିୟ ବନ୍ଧୁଗଣ, ତାଙ୍କରି ଲୋକମାନେ, ହିନ୍ଦୁ ଲୋକମାନେ ହିଁ କ'ଣ କରିଛନ୍ତି, ତାଙ୍କ ବିରୁଦ୍ଧରେ କେସ୍ କରିଛନ୍ତି। ଆଉ ବର୍ତ୍ତମାନ ଦେଖିବା ଏ ବାବା କୁଆଡ଼େ ଯାଉଛି, ଆଉ ଏ ବାବାର ହାଲତ କ'ଣ ହେଉଛି ଟିକେ ଦେଖାଯିବ। ଆଉ ଏଇ ନ୍ୟୁଜ୍ଟା ପ୍ରିୟ ବନ୍ଧୁଗଣ ପୁରା ଭାଇରାଲ୍ ହେଇଯାଇଛି, ମାନେ ପୁରା ଦ୍ରୁତ ଗତିରେ ଆହୁରି ମଧ୍ୟ ଲୋକମାନେ ଦେଖୁଛନ୍ତି ଏଇ ନ୍ୟୁଜ୍କୁ। ଅନିରୁଦ୍ଧ ଆଚାର୍ଯ୍ୟ ବାବା ଏମିତି କ'ଣ କହିଦେଲା, ଚାଲ ଦେଖିବା ଟିକେ କ'ଣ କହିଲା। ଆଉ ସେମାନେ ସମସ୍ତେ ଯେତେବେଳେ ଦେଖୁଛନ୍ତି ସମସ୍ତେ ଛି କରୁଛନ୍ତି। ଆଉ କିଛି ଲୋକମାନେ ସେମାନେ ଏଇ ବାବାଙ୍କର ଯେଉଁ କୁଶ ପୁତଳିକା ତାକୁ ଜଳାଉଛନ୍ତି, ଆଉ ଜଳେଇ କ'ଣ କରୁଛନ୍ତି, ତାକୁ ପିଟୁଛନ୍ତି। ବର୍ତ୍ତମାନ ଦେଖିବା ଆଗକୁ କ'ଣ ହେଉଛି, ଏ ବାବାଙ୍କର ଅବସ୍ଥା କ'ଣ ହେବ ଆଗକୁ ଜାଣିବା ନିମନ୍ତେ ଏଇ ଚ୍ୟାନେଲକୁ ଏବେଠାରୁ ସବସ୍କ୍ରାଇବ୍ କରିକି ଆପଣ ରଖିଥାନ୍ତୁ, ଯେପରି ଆଗାମୀ ଦିନମାନଙ୍କରେ ଆମେମାନେ ଜାଣିପାରିବା ଏ ବାବାଙ୍କର ଅବସ୍ଥା କ'ଣ ହେଲା। ଆଉ କେବଳ ଏତିକି ନୁହେଁ, ମୋର ବିଶ୍ୱାସ ଆହୁରି ଯେତେ ବି ଖ୍ରୀଷ୍ଟିଆନ ବିରୋଧୀ ବାବାମାନେ ଅଛନ୍ତି, ହୁଏତ ସେମାନଙ୍କର ପାଳି ୟା ପରେ ପଡ଼ିପାରେ। ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ଜୟ ମାସିକି। ଆଉ ଆଜି ପାଇଁ ଏତିକି, ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟରେ। ନମସ୍କାର।